समस्त श्रोता बंधु को अभिनंदन। बंधुगण आमे एबे अच्छे शनिवार कहवा 29 तारीख रविवार विषय। रविवार दिन प्रतिटी जनता क्यों क्यों स्वप्न देखिए स्वप्न को सार्थक करेंगे आसतु आलोचना करवा। हेले ये आलोचना पूर्वर मु गोटे कथा कहीदे जे समस्ते तो विज्ञ नुहत कि विद्वान नुहति, समस्तंकर स्मरण शक्ति भी यथेष्ट बेसी नुहे। एइथिपाई कि आमर ऋषि महर्षि सबू देव देवी को संतुष्ट करने तांकर कल्याण पाइबापी तत्संबंधी गायत्री लिखिदे गले। भावुची यदि आपण मैंने ए विषय टिके गवेषणा करिवे, जानिबे, बुझिबे और गायत्री पाठ करिवे, सेई देवता आपण श्रद्धा अनुसार आपण कल्याण करिवे। तुलसीदास कहिले जे आमे पठन पाठन क्रिया कारण पाई आगे सरस्वती को तापर गणेश को प्रार्थना करिबा, ध्यान करिबा, तापर जाई मन कार्य करिबा। से लिखा आरंभ कले वर्णानां अर्थसंघानां रसानां छंदसामपि मंगलांनां च कारणौ वंदे वाणी विनायको। वाणी ओ विनायक, विनायक बोले गणेश, जार नायक बा मालिक कई नहांती, सी ही जगतर मालिक बोली कहला विनायक। नायक विहीन, नेता विहीन से, स्वयं नेता सी। तेणु वाणी, यही वाणी को पाइबा पाई, देखिबा पाई, जानिबा पाई सृष्टिर स्रष्टा ब्रह्मदेव अनंत काल जाए तपस्या करथिले। सृष्टि तैयारी कर सारी देखिले पक्षी, पशु, मनीष, कीट, पतंग कहीं शब्द करूना। अरे ये तो सब निर्जीव, ताले मो सृष्टिर महत्व कौन? तेणु शून्यवाणी है, नारीटीए कहला मु समस्त कंठर मालिक, कंठेश्वरी बागबादिनी, तुमको मते ध्यान करिया पड़िबो। मोर हजार ना को तुम्हें गान करिवो बोइले मु दर्शन देवी और तुमर पत्नी हेवी। मोर साहचर्य पाई तुम्हें अनेक शास्त्र लिखिबो जहा विश्व भाई कल्याण कर हेबो। तेणु वाणी भी साधारण नुहति। से वाणी और विनायक को ध्यान करने पूर्व आमे आग सरस्वती गायत्री पाठ करिबा, मन रखिबा, खातार लिखि नबा एवं प्रतिदिन गाधई सारी यही गायत्री को अति कम 10 थर पढ़िबा। सरस्वती है सरस्वती विद्महे वाग्देवताई धीमहि तन्नो वाणी प्रचोदयात्। ओम सरस्वती विद्महे वाग्देवताई धीमहि तन्नो वाणी प्रचोदयात्। तेरे आलोचना करिबा मेष राशि कथा। 29 तारीख रविवार मेष राशि अश्विन नक्षत्र दिन 2:35 पर अशुभ समय आसीबो। दिन 2:35 जाए एमाने शारीरिक जंत्रणा भोगिबे। खाद्य पेयरे व्यतिक्रम हेबो। दूरयात्रा कले
ହଇରାଣ ହେବେ। ଦୈନିକ ବୃତ୍ତି ବ୍ୟବସାୟ ଠିକ୍ଠାକ୍ ଚାଲିବନି। ମାତ୍ର 2:35 ପରଠାରୁ ଏମାନେ ବିବିଧ ସୁଖ ପାଇ ଆନନ୍ଦିତ ହେବେ। ଯେଣୁ ସୁଖର ମୂଳ ଧନ ଓ ଧନର ମୂଳ ସମୁଚିତ ଶ୍ରମ। ତେଣୁ ସୁଖ ପାଇଁ ନିଜ ନିଜର କର୍ମକ୍ଷେତ୍ରକୁ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା କରିବା ପାଇଁ ପ୍ରଚେଷ୍ଟା କରନ୍ତୁ ମେଷ ରାଶି ଜନତା। ଏବେ ଆମେ ଲକ୍ଷ୍ମୀଙ୍କର ଗାୟତ୍ରୀ ଶୁଣିବା। ମହାଦେବ୍यै ଚ ବିଦ୍ମହେ ବିଷ୍ଣୁପତ୍ନ୍यै ଚ ଧୀମହି। ମହାଦେବ୍यै ଚ ବିଦ୍ମହେ ବିଷ୍ଣୁପତ୍ନ୍यै ଚ ଧୀମହି ତନ୍ନୋ ଲକ୍ଷ୍ମୀଃ ପ୍ରଚୋଦୟାତ୍। ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍। ଏ ଗାୟତ୍ରୀକୁ ଆମେ ସ୍ନାନ ପରେ 10 ଥର ପଢ଼ିଲେ ଶ୍ରଦ୍ଧାରେ ଭକ୍ତିରେ ଆମର ଶ୍ରଦ୍ଧା ଭକ୍ତି ପରୀକ୍ଷା କରି ଦେବୀ ମହାଲକ୍ଷ୍ମୀ ସନ୍ତୁଷ୍ଟ ହେଲେ ଆମ ଦୁଃଖ ଦୂର ହେବ। ବୃଷ ରାଶି କଥା 29 ତାରିଖ ରବିବାର ବୃଷ ରାଶିର ରୋହିଣୀ ନକ୍ଷତ୍ରର 2:35 ପରଠାରୁ ଅଶୁଭ ସମୟ ଆସିବ। ଏମାନେ ବୃଷ ରାଶିର ଲୋକେ ଦିନ 2:35 ଯାଏ ସୁସମ୍ବାଦ ଶୁଣି ଖୁସି ହେବେ। ଭ୍ରାତୃ ସମ୍ବନ୍ଧୀୟ ମଧୁମୟ ମଳୟ ପବନ ବହିବ। ଆୟ ବଢ଼ିଆ ହେବ ଯଦି ସମୁଚିତ ଶ୍ରମ କରାଯାଏ। ଦେହପା ଠିକ୍ଠାକ୍ ରହିବ। ମାତ୍ର ଦିନ 2:35 ପରଠାରୁ ଦୁଃଖ ଆସିବ। ଦେହ ଅସୁସ୍ଥ ହେବ। ଯନ୍ତ୍ରଣା ବଢ଼ିଯିବ। ସୁତରାଂ 2:35 ପରେ ବୃଷ ରାଶିର ଲୋକେ କେଉଁଆଡ଼େ ନଗଲେ ଭଲ। ଏବେ ଆମେ ଯିବା ମିଥୁନ ପାଖକୁ। ଏବେ ଆମେ ଗାୟତ୍ରୀ ଶୁଣିବା ଶ୍ରୀ ଗୁରୁଙ୍କର। ଆଗେ ଗୁରୁ ବନ୍ଦନା କରାଯାଏ ନା, ଗୁରୁଙ୍କର ଗାୟତ୍ରୀ ଜାପ କରିବା। ତାପରେ ଗୁରୁଙ୍କ ପାଦରେ ଚନ୍ଦନ ପୁଷ୍ପ ଦେଇ ପୂଜା କରିବା। ଗୁରୁଙ୍କର ଗାୟତ୍ରୀ ହେଲା ଗୁରୁଦେବାୟ ଗୁରୁ ପାଦାୟ ବିଦ୍ମହେ। ଗୁରୁ ପାଦ ଆଗେ ପାଦ ଗୁରୁ ପାଦାୟ ବିଦ୍ମହେ ଗୁରୁଦେବାୟ ଧୀମହି ତନ୍ନୋ ଗୁରୁଃ ପ୍ରଚୋଦୟାତ୍। ଗୁରୁ ପାଦାୟ ବିଦ୍ମହେ ଗୁରୁଦେବାୟ ଧୀମହି ତନ୍ନୋ ଗୁରୁ ପ୍ରଚୋଦୟାତ୍। ଶୁଣିବା ମିଥୁନ କଥା। 29 ତାରିଖ ରବିବାର ମିଥୁନ ରାଶିର ଆର୍ଦ୍ରା ନକ୍ଷତ୍ରର 2:35 ପରଠାରୁ ଅଶୁଭ ସମୟ ଆସିବ। ଦିନ 2:35 ଯାଏ ଏମାନଙ୍କର ପୂର୍ବ ପରି ଧନାଗମ ହେବ। ଏଥିପାଇଁ ଯଥୋଚିତ ଶ୍ରମ ଦରକାର ହେବ। ମାତ୍ର ମନ ଘର ଧରିବନି। ଆକୁଳ ବ୍ୟାକୁଳ ହେବ। ମନ ଜଣେ ଘର ଧରିବନି। ତେଣୁ କର୍ମକ୍ଷେତ୍ରରେ ବିଭ୍ରାଟ ହେବ। ଅସ୍ଥିର ହେବ। 2:35 ପରଠାରୁ ପୂର୍ବାପେକ୍ଷା ଅଧିକ ଧନାଗମ ହେବ। ଏଥିପାଇଁ ସଦିଚ୍ଛା ଓ ସଶ୍ରମ ଦରକାର। ପରଚର୍ଚ୍ଚା ହିଂସା ଆଦି ତ୍ୟାଗ କରି ଯଦି ଆମେ ଆମ କର୍ମକ୍ଷେତ୍ରରେ କାୟ ମନକୁ ଢାଳିଦେବା ତେବେ ଆମର ଅଜସ୍ର ଆୟ ହେବ। ଏ ଗଲା ମିଥୁନ କଥା। ହେଲେ ଯଦି ଦେବୀ କାଳୀଙ୍କୁ ଆମେ ପୂଜା କରୁଛେ ଆରାଧନା କରୁଛେ ତାହେଲେ ତାଙ୍କ ଗାୟତ୍ରୀ ରଖିବା ଶୁଣିବା ମନେ ରଖିବା ଯେ ଦକ୍ଷିଣ କାଳିକାଇ ବିଦ୍ମହେ ଶ୍ମଶାନବାସିନ୍यै ଧୀମହି ତନ୍ନୋ କାଳୀ ପ୍ରଚୋଦୟାତ୍। ଓଁ ଦକ୍ଷିଣ କାଳିକାଇ ବିଦ୍ମହେ ଶ୍ମଶାନବାସିନ୍यै ଧୀମହି ତନ୍ନୋ କାଳୀ ପ୍ରଚୋଦୟାତ୍। ଏ ମନ୍ତ୍ରରେ ଆମେ ଦେବୀ କାଳିକାଙ୍କର ପୂଜା କରିବା। ଆସିବା ଶୁଣିବା କର୍କଟ କଥା। 29 ତାରିଖ ରବିବାର କର୍କଟ ରାଶିର ଦିନ 2:38 ପରେ ଘାତ ଚନ୍ଦ୍ର ଆରମ୍ଭ ହେବ। ସେ ଯାଏ ଅସୁବିଧା କିଛି ନାହିଁ। 2:38 ପରେ ପୁଷ୍ୟାର ଅନିଷ୍ଟ ହେବ। ଦିନ 2:35 ଯାଏ ଏମାନେ ବୋଇଲେ କର୍କଟ ରାଶିର ଲୋକମାନେ ଯାବତୀୟ ସୁଖ ସୁବିଧା ପାଇ ଶାନ୍ତିରେ ଜୀବନଯାପନ କରିବେ। ଦେହ ମୁଣ୍ଡ ସୁସ୍ଥ ରହିବ। ଦୈନିକ ବୃତ୍ତି ବ୍ୟବସାୟର ବିକାଶ ହେବ।
ମାତ୍ର 2:35 ପରେ ଧନାଗମ ଅବ୍ୟାହତ ରହିବ। ଦିନ ମନ ବ୍ୟାକୁଳ ହେତୁ ଦୈନିକ ବୃତ୍ତିରେ ବାଧା ଆସିବ। ଯେଉଁ ଆୟ ହେଉଥିଲା ସେଥିରେ ବାଧା ଆସିବନି, କିନ୍ତୁ ମନ ଅସ୍ଥିର ହେବ, ମନ ଘର ଧରିବନି। ମନ ମୂଳେ ତ ଏ ଜଗତ। ମନ ଯେଣୁ ଅସ୍ଥିର ହେବ, ତେଣୁ କୌଣସି କାର୍ଯ୍ୟରେ ଠିକ୍ ଭାବରେ ଲୟ ରହିବନି। ଲୟ ନ ରହିଲେ କର୍ମ ଅଗ୍ରଗତି କରିପାରିବ ନାହିଁ। ଆମେ ଏବେ ଶୁଣିବା ହନୁମାନ ଗାୟତ୍ରୀ। କାରଣ ରାମ ନବମୀ ପରେ ପରେ ଏପ୍ରିଲ 14ରେ ହନୁମାନ ଜୟନ୍ତୀ। କେତେ ବ୍ୟକ୍ତି, କେତେ ହନୁମାନ ଭକ୍ତ ହନୁମାନଙ୍କ ବେଶରେ ଏବେ ବୁଲିବା ଆରମ୍ଭ କରିବେ। ବାସ୍, ହନୁମାନଙ୍କର ଗାୟତ୍ରୀ ହେଲା ହନୁମାନ ବାସୁଦେବାୟ ଅଞ୍ଜନା ପୁତ୍ର ରାମଦୂତାୟ ହନୁମାନ ରୁଦ୍ରମୂର୍ତେ ସ୍ୱାହା। ହନୁମାନ ବାସୁଦେବାୟ ଅଞ୍ଜନା ପୁତ୍ର ରାମଦୂତାୟ ହନୁମାନ ରୁଦ୍ରମୂର୍ତେ ସ୍ୱାହା। ହନୁମାନ ବାସୁଦେବାୟ ଅଞ୍ଜନା ପୁତ୍ର ରାମଦୂତାୟ ହନୁମାନ ରୁଦ୍ରମୂର୍ତେ ସ୍ୱାହା। ଏବେ ଆମେ ସିଂହ କଥା ଆଲୋଚନା କରିବା। 29 ତାରିଖ ରବିବାର, ସିଂହ ରାଶି, ମଘା ନକ୍ଷତ୍ରର ଦିନ 2:35 ପରଠାରୁ ଅସୁସ୍ଥ ସମୟ ଆସିବ। ସକାଳୁ ଦିନ 2:38 ଯାଏ ସମୟ ବଡ଼ ଦୁଃଖରେ ଯିବ। ପୁରୁଣା ରୋଗ ଯୋଗୁଁ ଭୀଷଣ ଯନ୍ତ୍ରଣା ହେବ, ବ୍ୟୟ ବଢ଼ିଯିବ। ଦିନ ଅତି ଦୁଃଖରେ ଯିବ। ଆଖିରୁ ଲୁହ ବୋହି ଆସୁଥିବ, ପୋଛିବା ପାଇଁ ହାତ ଉଠି ପାରିବନି। ମାତ୍ର ଦିନ 2:38 ପରଠାରୁ ଧୀରେ ଧୀରେ ଦେହ ସୁସ୍ଥ ହୋଇ ଆସିବ, ମନ ଭଲ ଲାଗିବ, କାମ ପାଇଁ ଆଗ୍ରହ ଆସିବ। 3ଟା ପରଠାରୁ ଆୟ ଅମଳ ବଢ଼ିଯିବ। କେବଳ କର୍ମ ପ୍ରତି ଆଗ୍ରହ ସଦିଚ୍ଛା ଯଦି ଅଛି, ତେବେ ସ୍ୱବୁଦ୍ଧିରେ ପରିଚାଳିତ ହୋଇ ନିଜ କର୍ମ କରନ୍ତୁ, ଅଗ୍ରସର ହୁଅନ୍ତୁ। ସକାଳର ସମସ୍ତ ଦୁଃଖ ଭୁଲିଯିବେ, ଆର୍ଥିକ ବିକାଶ ହେବ। ଆମେ ଏବେ ଆଲୋଚନା କରିବା ଶ୍ରୀରାମଙ୍କର ଗାୟତ୍ରୀ। ଓମ୍ ଦାଶରଥେ ବିଦ୍ମହେ ରାମଚନ୍ଦ୍ରାୟ ଧୀମହି ତନ୍ନୋ ରାମ ପ୍ରଚୋଦୟାତ୍। ଓମ୍ ଦାଶରଥେ ବିଦ୍ମହେ, ଓମ୍ ଦାଶରଥେ ବିଦ୍ମହେ ରାମଚନ୍ଦ୍ରାୟ ଧୀମହି ତନ୍ନୋ ରାମ ପ୍ରଚୋଦୟାତ୍। ବନ୍ଧୁ, ଏବେ ଆମେ ଆଲୋଚନା କରିବା କନ୍ୟା କଥା। 29 ତାରିଖ ରବିବାର, କନ୍ୟା ରାଶି, ହସ୍ତା ନକ୍ଷତ୍ରର 2:35 ଠାରୁ ଅଶୁଭ ସମୟ ଆସିବ। ଏ ଦିନ 2:38 ଯାଏ ସମୟ ବଡ଼ ଆନନ୍ଦରେ ଯିବ। କନ୍ୟା ରାଶିର ଲୋକମାନେ ଜୀବନକୁ ଉପଭୋଗ କରିବେ। 2:38 ଯାଏ ସୁଖ, ଶାନ୍ତି, ଆନନ୍ଦ ପାଖେ ପାଖେ ରହିଯିବ। ଆଉ ଭାରି ଖୁସି ଲାଗିବ। ଯଦି ପରଚର୍ଚ୍ଚା ନ କରନ୍ତି, ପର ପାଇଁ ଗାତ ନ ଖୋଳନ୍ତି, କାହାର ଅନିଷ୍ଟ ପାଇଁ ଯୋଜନା ନ କରନ୍ତି, ତେବେ ଦୈନନ୍ଦିନ ବୃତ୍ତିର ବିକାଶ ହେବ, ଆୟ ଅମଳ ବଢ଼ିଯିବ। ଯଦି ସମୁଚିତ ବିଦ୍ୟା, ବୁଦ୍ଧି ଓ ଶ୍ରମର ବିନିଯୋଗ କରନ୍ତି, ତେବେ ମାତ୍ର ତା ପରଠାରୁ 2:38 ପରଠାରୁ ବ୍ୟୟ ବଢ଼ିଯିବ। କାର କନ୍ୟା ରାଶିଙ୍କର ଦେହ ଅସୁସ୍ଥ ହେବ, ପୁରୁଣା ରୋଗ ଯନ୍ତ୍ରଣା ଦେବ। ହେଲେ ଯଦି ଆପଣ ପୁଣ୍ୟବାନ, ଧାର୍ମିକ, ନ୍ୟାୟଶୀଳ, ସଚ୍ଚିନ୍ତାକାରୀ, ତେବେ ଏ ଦୁଃଖ କେବେ ବି ପୀଡ଼ା ଦେଇପାରିବନି। ଆସନ୍ତୁ ଶୁଣିବା ଶିବଙ୍କର ଗାୟତ୍ରୀ। ଓମ୍ ତତ୍ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋ ରୁଦ୍ର ପ୍ରଚୋଦୟାତ୍। ଓମ୍ ତତ୍ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋ ରୁଦ୍ର ପ୍ରଚୋଦୟାତ୍। ଆଲୋଚନା କରିବା ତୁଳା କଥା। 29 ତାରିଖ ରବିବାର, ତୁଳା ରାଶି, ସ୍ୱାତି ନକ୍ଷତ୍ରର ଦିନ 2:40 ଠାରୁ ଅଶୁଭ ସମୟ ଆସିବ। ଏ ଦିନ 2:40 ଯାଏ ସନ୍ତାନ ଚିନ୍ତାରେ ଖୁସି ହେବେ। ଯୋଗ୍ୟ ସନ୍ତାନର ଜନକ ଜନନୀ ବୋଲି ଆନନ୍ଦ ଲାଗିବ। ଭବିଷ୍ୟତ ରୋଜଗାର ପାଇଁ
ମନ ପ୍ରାଣ ଦେଇ ଯୋଜନା କରିବେ। କର୍ମ ସଫଳ ହେବ। କର୍ମ କ୍ଷେତ୍ର ସୁଜଳା ସୁଫଳା ହେବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବ। କର୍ମ କ୍ଷେତ୍ରରେ ମନମୁନେ ଫଳ ଅଜାଡ଼ି ଦେବ। ଯଦି ସମୁଚିତ କର୍ମ କରାଯାଏ 2ଟା 40 ପରଠାରୁ ଆୟ ଅମଳ ବଢ଼ିଯିବ। ଯଦି ଆଳସ୍ୟ ଈର୍ଷା ପରଚର୍ଚ୍ଚା ଛାଡ଼ିଦେବେ ତେବେ କାୟ ମନୋବାକ୍ୟରେ ଶ୍ରଦ୍ଧା କରିବେ। ଧନଲକ୍ଷ୍ମୀ ଆପଣଙ୍କୁ ଛାଡ଼ି କୁଆଡ଼େ ଯିବେନି। ତୁଳା ରାଶି ପାଇଁ ଧନଲକ୍ଷ୍ମୀଙ୍କର କରୁଣା ଅଛି ସବୁବେଳେ। କେବେ ବି ପରଚର୍ଚ୍ଚା କରନ୍ତୁନି, ପରନିନ୍ଦା କରନ୍ତୁନି, ପର ପାଇଁ ଗାତ ଖୋଳନ୍ତୁନି ଓ ଅନ୍ୟର ଦୁର୍ନାମକୁ ଶୁଣନ୍ତୁନି। ଯଦି ଏସବୁ ନିୟମ ପାଳନ କରିବେ ଆପଣଙ୍କର ଭବିଷ୍ୟତ ସନ୍ତାନମାନେ ବି ସୁଖରେ ରହିବେ। ଏବେ ଆମେ ଆଲୋଚନା କରିବା ନାରାୟଣଙ୍କର ଗାୟତ୍ରୀ। ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍। ଓಂ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍। 10 ଥର ଅତି କମରେ ପଢ଼ିବା। ଯେତେ ଅଧିକ ହେଲେ ଭଲ। ଅଧିକନ୍ତୁ ନ ଦୋଷାୟ। ସବୁ ଗାୟତ୍ରୀରେ ଅତି କମରେ 10 ଥର, ଅଧିକ ହେଲେ ଲାଭ। କିନ୍ତୁ କେବେ 13 ଥର ପଢ଼ିବାନି। 13 ସଂଖ୍ୟାକୁ ଆମ ଶାସ୍ତ୍ର ନିଷେଧ କରିଛନ୍ତି। ହେଲା, ହେଲେ 13ରେ ଗୋଟେ ସଂଖ୍ୟା ଅଛି ତିଥି ତ୍ରୟୋଦଶୀ। ସେ ଭାରି ଶୁଭ। ଶାସ୍ତ୍ରକାରମାନେ କହିଛନ୍ତି ସର୍ବା ଶୁଭା ତ୍ରୟୋଦଶୀ। ସବୁଠୁ ଶୁଭ ତିଥି ହେଲା ତ୍ରୟୋଦଶୀ। ତେଣୁ ଏ ତିଥିକି ଅପୁଚ୍ଛା ତିଥି କୁହାଯାଏ। ଯଦି ଆପଣ କାମ ଆରମ୍ଭ କରିବାର ଅଛି ସେହି ସମୟରେ ତିଥି ଅଛି ତ୍ରୟୋଦଶୀ, ତାହେଲେ କାହାକୁ ନ ପଚାରି କାମ କରିଯାଆନ୍ତୁ, ମଙ୍ଗଳ ହେବ। ଆଉ ଦ୍ୱାଦଶୀରେ କୌଣସି କାର୍ଯ୍ୟ କରିବେନି। ଏକାଦଶୀରେ ଜମା ନୁହଁ। ଏକାଦଶୀରେ କାର୍ଯ୍ୟ ଶୁଭ କାର୍ଯ୍ୟର ଆରମ୍ଭଠୁ ଛୁଇଁବେନି। ଦ୍ୱାଦଶୀରେ ନୁହଁ, ତ୍ରୟୋଦଶୀରେ ସବୁ କାର୍ଯ୍ୟ ହେବ। ଦଶମୀରେ ସବୁ କାର୍ଯ୍ୟ ହେବ। ଆମେ ନାରାୟଣ ଗାୟତ୍ରୀ ଶୁଣିଲେ ନା। ଏବେ ବିଛା ରାଶି କଥା ଆଲୋଚନା କରିବା। 29 ତାରିଖ ରବିବାର ବିଛା ରାଶି ଅନୁରାଧା ନକ୍ଷତ୍ରର ଦିନ 2ଟା 40 ପରଠାରୁ ଅଶୁଭ ସମୟ ଆସିବ। ଦିନ 2ଟା 35 ଯାଏ ମୌନ ବ୍ରତ ପାଳନ ନ କଲେ ଅପମାନିତ ହୋଇଯିବେ। ହୃଦଯନ୍ତ୍ରଣା ବଢ଼ିଯାଇପାରେ। ତେଣୁ କୌଣସି କଥାକୁ ଗୁରୁତ୍ୱ ନ ଦେଇ ହାଲକାରେ ନିଅନ୍ତୁ। କୌଣସି ଘଟଣାକୁ ଦୀର୍ଘ ସମୟ ଭାବନ୍ତୁନି। ଏଇଟା ଏମିତି ଥିଲା, ହେଲା, ତା ପାଇଁ ଯାଆସ କେତେ, ଏମିତି ଭାବନ୍ତୁ। କୌଣସି କଥାକୁ ଗୁରୁତ୍ୱ ଦିଅନ୍ତୁନି। ଗୁରୁତ୍ୱ ଦେଲେ ଚିନ୍ତା ବଢ଼ିବ। ଚିନ୍ତା ବଢ଼ିଲେ ହୃଦଯନ୍ତ୍ରଣା ହେବ। ହେଲା, ହାର୍ଟ ଯେ କି ଜୀବନ ଧନ, ଯାହା ପାଇଁ ବଞ୍ଚିଛେ ତା ଉପରେ କୁପ୍ରଭାବ ପଡ଼ିବ। ଖାମଖିଆଲ ସବୁ କାମ ନେଇଯାଆନ୍ତୁ। ଆଜି ବିଚାର ଆଲୋଚନା କରୁଛେ ନା ଆମେ। ଦିନ 2ଟା 35 ଯାଏ ମୌନ ବ୍ରତ ପାଳନ ନ କଲେ ଅପମାନିତ ହୋଇପାରିବେ। ହୃଦଯନ୍ତ୍ରଣା ବଢ଼ିଯାଇପାରେ। କୌଣସି କଥାକୁ ଗୁରୁତ୍ୱ ନ ଦେଇ ହାଲକାରେ ନିଅନ୍ତୁ। ସ୍ଥିର ଭାବରେ ସବୁ କାମ କରନ୍ତୁ। ଈଶ୍ୱରଙ୍କୁ ଡାକନ୍ତୁ। 2ଟା 35 ପରଠାରୁ ଦୁଃସମୟ ଚାଲିଯିବ। 2ଟା 35 ପର୍ଯ୍ୟନ୍ତ ବିଚାରାଶି ପାଇଁ ଅସୁବିଧା। ତେଣୁ ସେମାନେ ଡେମ୍କେୟାର ଧୀର ସ୍ଥିର ଭାବରେ ସବୁ କାମ କରନ୍ତୁ। କାହାକୁ ଦୁଃଖ ଦିଅନ୍ତୁନି, କାହାର ହାନି କରନ୍ତୁନି। ପାରୁଛନ୍ତି ଏ ସମୟରେ ଯଥାଶକ୍ତି ଈଶ୍ୱରଙ୍କ ନାମ ନିଅନ୍ତୁ। କାହାକୁ କିଛି ଦିଅନ୍ତୁ, ଭଲ ହେବ। 2ଟା 35 ପରେ ଶୁଭ ସମୟ ଆସିବ। ଦୁଃସମୟ ଚାଲିଯିବ। ଶୁଭ ଓ ସୁଖ ବେଳା ଆସି ପହଞ୍ଚିଯିବ। ଦେହ ମନକୁ ଚଳଚଞ୍ଚଳ କରିବ। ଆୟ ଅମଳ ପାଇଁ ସମୟର ଦ୍ୱାର ଖୋଲିଯିବ। ଧୈର୍ଯ୍ୟ ଧରି ବୁଦ୍ଧି ବିବେକ ଓ ଶ୍ରମ ଦାନ କରି ଓ ଯଦି କର୍ମ କ୍ଷେତ୍ରକୁ ଆପଣ ଚଷିବେ, ମାନେ ମନ୍ଥିବେ, ମାନେ ସମସ୍ତ ଗ୍ରାହକ ମୋର, ସମସ୍ତ ବିଦ୍ୟାର୍ଥୀ ମୋର,
ସମସ୍ତ କ୍ଷେତ୍ର ମୋର, ଏ ସଂସାରର ସମସ୍ତ ଲୋକେ ବା ମୋତେ ସବୁ ଦେଇଛନ୍ତି, ମୁଁ ଏବେ ତାଙ୍କୁ ଦେବି। ଏଇ ମନୋଭାବ ନେଇ କର୍ମ କଲେ ଆହା କେତେ ସୁଖ ଭାବେ ଜାଣନ୍ତି। ସମୟ କହିବ, ମୁଁ ନୁହଁ। ଏବେ ଆସନ୍ତୁ ଯିବା। ଆରମ୍ଭରୁ କହିଥିଲି ଗଣେଶଙ୍କ କଥା। କେଉଁ ରାଶି ପରେ କେଉଁ ଗାୟତ୍ରୀ ମୁଁ ଜପୁଛି ଟିକେ ଧ୍ୟାନ ଦିଅନ୍ତୁ। ସେଇ ରାଶି ପାଇଁ ସେଇ ଗାୟତ୍ରୀର ଆବଶ୍ୟକତା ଅଛି ବୋଲି ବିଚାର କରିବେ, ଭଲ ହେବ। ଗଣେଶଙ୍କର ହେଲା ଲମ୍ବୋଦରାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋ ଦନ୍ତି ପ୍ରଚୋଦୟାତ୍। ଓಂ ଲମ୍ବୋଦରାୟ ବିଦ୍ମହେ ବକ୍ରତୁଣ୍ଡାୟ ଧୀମହି ତନ୍ନୋ ଦନ୍ତି ପ୍ରଚୋଦୟାତ୍। ଏବେ ଆମେ ଧନୁ କଥା ଆଲୋଚନା କରିବା। 29 ତାରିଖ ରବିବାର ଧନୁ ରାଶି ପାଇଁ ଅତି ଅଶୁଭ ଦିନ। ବି କେୟାରଫୁଲ୍, ଅତି ସାବଧାନ। ଶୁଖିଲାରେ ଗୋଡ଼ ଖସିଯିବ। ଚୁପଚାପ ବସିଥିବେ କ୍ୟାସ୍ ଶୋଧିଦେବ। ଅଣ୍ଟାରୁ ପଇସା କେତେବେଳେ ଖସିଯିବ ଜାଣିପାରିବେନି। କିଛି ରୋଗ ନଥିବ, ହଠାତ୍ ଦେହ ଦରଜ ହେଇଯିବ। ସୁତରାଂ 29 ତାରିଖ ରବିବାର ଧନୁରାଶି ପାଇଁ ଅତି ଅଶୁଭ ଦିନ। ଏ ଦିନ 2ଟା 40 ପରେ ମୂଳା ନକ୍ଷତ୍ରର ବଡ଼ ଅସୁବିଧା ହେବ। ତେଣୁ ଏ ସମୟ ଠାରୁ ଟିକେ ହୁସିଆର ହୁଅନ୍ତୁ। ମୂଳା ରାଶି, ମୂଳା ନକ୍ଷତ୍ରଧାରୀ ଧନୁରାଶି ମାନେ ସୂର୍ଯ୍ୟୋଦୟ ଠାରୁ ଦିନ 2ଟା 35 ଯାଏ ଦେହ ଅସୁସ୍ଥ ରହିବ। ଦୂରଯାତ୍ରା ନିଷେଧ। ଯଦି କୁଆଡ଼େ ଯିବେ ବଡ଼ ହଇରାଣ ହେବେ। ଖାଦ୍ୟ ପେୟରେ ଅସୁବିଧା ହେବ। ଦିନ 2ଟା 35 ପରଠାରୁ ଜଗି ରଖି ଉତ୍ତମ ବ୍ୟବହାର ନ କଲେ ଅପମାନିତ ହେବେ। ରବିବାର ଦୁର୍ଘଟଣା ଭୟ ଅଛି। ଆୟ ଅମଳରେ ବାଧା ବନ୍ଧନ ଆସିବ। କେବଳ ହରି ହରି ଜପନ୍ତୁ। ପ୍ରଥମେ ରୋଗ ବ୍ୟାଧି, ତାପରେ ଅପମାନ। 24 ଘଣ୍ଟା ଅସୁବିଧା ରବିବାର ଧନୁରାଶିର। ଏବେ ଆମେ ସୂର୍ଯ୍ୟଙ୍କର ଗାୟତ୍ରୀ ଶୁଣିବା। ଆଦିତ୍ୟ ବିଦ୍ମହେ ଭାସ୍କରାୟ ଧୀମହି ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ୍। କେହି କେହି ଅନ୍ୟ ଗାୟତ୍ରୀ ପଢ଼ନ୍ତି, ସେଟା ଗ୍ରହଣୀୟ ନୁହେଁ। ଓಂ ପ୍ରଭାକରାୟ ବିଦ୍ମହେ ଦିବାକରାୟ ଧୀମହି ଦିନକରାୟ ଧୀମହି ଏସବୁ କୁହାଯାଏ। ଦିବାକର ପ୍ରଭାକର ନାଇଁ 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 ନାଇଁ, ତାକୁ ଗ୍ରହଣ କରିବେ ନାହିଁ, ଏଟା ଗୀତ। ଓಂ ଆଦିତ୍ୟ ବିଦ୍ମହେ ଭାସ୍କରାୟ ଧୀମହି ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ୍। ଆଦିତ୍ୟ ଏ ଶବ୍ଦର ଅର୍ଥ ଅତି ଗହନ। ଭାସ୍କର ଏ ଶବ୍ଦର ଅର୍ଥ ବି ଅତି ଜଟିଳ। ଆଉ ତନ୍ନୋ ସୂର୍ଯ୍ୟ, ଏ ତିନିଟି ଅର୍ଥକୁ ଯଦି ବିଶ୍ଳେଷଣ କରିବେ, ଯଦି ବିଜ୍ଞ ଲୋକଙ୍କ ସହ ପରାମର୍ଶ କରିବେ, ତାହେଲେ ଆପଣ ବହୁତ ଖୁସି ହେବେ। କିଛି ତ ଗବେଷଣା କରୁନାହାନ୍ତି, କାହାକୁ ପଚାରୁନାହାନ୍ତି, ଜାଣୁନାହାନ୍ତି, ଖାଲି ଠୋ ଠା ଠିକ୍ କରି କେମିତି ଖାଇଦେବା ହଗିଦେବା, ଆଉ କିଛି ନାହିଁ। କେହି ଜଣେ ବି ଚିନ୍ତା କରୁନାହାନ୍ତି ମୁଁ କାହିଁକି ପୃଥିବୀକି ଆସିଛି, କେଉଁ ମହତ୍ ଉଦ୍ଦେଶ୍ୟ ନେଇ ଈଶ୍ୱର ମୋତେ ପଠାଇଛନ୍ତି, କେହି ଜଣେ ଭାବୁନାହାନ୍ତି। ସମସ୍ତେ ପରଚର୍ଚ୍ଚାରେ ବ୍ୟସ୍ତ। କେମିତି ତା'ର କ୍ଷତି ହେଲା, ମୁଁ କେମିତି କାହା ଧନକୁ ଚୋରି କରିବି, ଲାଞ୍ଚ ଆଣିବି, ମୋ ଘରେ ପୁରେଇବି, ଏଇ ଚିନ୍ତା କରୁଥିବାରୁ ରୋଗ ବ୍ୟାଧି ଛାଡ଼ୁନି। ଘରେ ଘରେ ପ୍ରତି ଲୋକଙ୍କୁ ବିବିଧ ରୋଗ ହେଉଛି। ଏବେ ଗୋଟେ ରୋଗ ଆସିଛି କ'ଣ ଜାଣିଛନ୍ତି ନା, ଆଣ୍ଠୁ ଗଣ୍ଠି ରୋଗ। କେତେ କଷ୍ଟ ହେଉଛି ଯାହାକୁ ହେଇଛି ସେ ଜାଣୁଛି। ସାବଧାନ, ଜମା ପରନିନ୍ଦା କରନ୍ତୁନି, ପରଚର୍ଚ୍ଚା କରନ୍ତୁନି, କାହାର ମଙ୍ଗଳ କାମନା କରନ୍ତୁନି, ମଙ୍ଗଳ ହେବ। ଏବେ ଆମେ ଯିବା ମକର ପାଖକୁ। 29 ତାରିଖ ରବିବାର ମକର ରାଶି ପାଇଁ ଦିନ 2ଟା 35 ପରେ ଅଶୁଭ ହେବ। ଦେହ ଖରାପ ହେବ। ବିବିଧ ସମସ୍ୟା ଆସି ଚିନ୍ତା ବଢ଼ାଇ ଦେବ। 2ଟା 35 ପରେ ଦୂରଯାତ୍ରା କଲେ ବଡ଼ ହଇରାଣ ହେବେ। ଆଜି ଆୟ ଅମଳରେ ବାଧା ଆସିବ। ସଂସାର ବିଷମୟ ଲାଗିବ। ପୁଣି 2ଟା 40 ପରେ ଶ୍ରବଣା ନକ୍ଷତ୍ରର ଖୁବ୍ ମନ୍ଦ ସମୟ ଆସିବ। ସାବଧାନ, ମାତ୍ର 2ଟା 35 ଯାଏ ହସ ଖୁସିରେ ସମୟ କଟିବ। 2ଟା 35 ଯାଏ ବଢ଼ିଆ ବଢ଼ିଆ ବଢ଼ିଆ। 2ଟା 35 ପରେ ହାଡ଼ିଆ 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 ହେଲା। ତେଣୁ ଦୈନନ୍ଦିନ ଦୃଷ୍ଟିକୋଣରୁ ସକାଳ ଓଳି ଭଲ ଓ
ଉପର ଓଳି ଖରାପ। 2:35 ଯାଏ ସବୁ କାମ ସୁରୁଖୁରୁରେ ହେଇଯିବ। ଏବେ ଆମେ ଜାଣିବା ଏଇ 29 ତାରିଖ ସୂର୍ଯ୍ୟୋଦୟ କେତେବେଳେ ହେବେ। ସୂର୍ଯ୍ୟ ଉଦୟ ହେବେ 5:44 ପରେ, 5:44 ପରେ। ଅସ୍ତ ଯିବେ 5:58 ପରେ, ଅସ୍ତ 5:58 ପରେ। ଅଶୁଭ ସମୟ 4:28ରୁ 6ଟା ଯାଏ, ଅଶୁଭ ସମୟ 4:28ରୁ 6ଟା ଯାଏ। ଏବେ ଆମେ ଶୁଣିବା କୁମ୍ଭ ରାଶି କଥା। 29 ତାରିଖ ରବିବାର କୁମ୍ଭ ରାଶିର ଏକ ସୌଭାଗ୍ୟବର୍ଦ୍ଧକ ଦିନ। ମାତ୍ର ଦିନ 2:40 ପରେ ଶତଭିଷା ନକ୍ଷତ୍ରର ଅଶୁଭ ସମୟ ଆସିବ। ଦିନ 2:35 ଯାଏ ବ୍ୟକ୍ତି ଭେଦରେ ଚରିତ୍ରାନୁସାରେ ବିବିଧ ଲାଭ ହେବ। ଏ ଲାଭ ଦାତା ଓ ଗ୍ରହୀତା ଜାଣିବେ, ତମେ ନୁହଁ କି ମୁଁ ନୁହଁ। ଦାତା କିଏ? ବିଧାତା। ଆଉ ଗ୍ରହୀତା କିଏ? ଯିଏ ପାଇବ ସେ ଜାଣିବେ। ଲାଭ ନିଶ୍ଚୟ ହେବ। ହେଲେ କାହାର ମନ କେମିତିଆ, କାହାର ବୃତ୍ତି କେମିତିଆ, କାହାର ଚରିତ୍ର କେମିତିଆ, ଏକଥା ବିଧାତା ଜାଣି ଠିକ୍ ସମୟରେ ବିଧାୟ ଦେବେ। ସେ ବିଧା ବି ଲାଭ। କହନ୍ତିନି ଈଶ୍ୱର ମଙ୍ଗଳମୟ, ଗଡ୍ ଇଜ୍ ଗୁଡ୍ କହନ୍ତିନି। ଆଚ୍ଛା ପିଲେ କହିଲ ଗଡ୍ ଇଜ୍ ଗୁଡ୍ ଅର୍ଥ କ'ଣ? ଜାଣିନା? ମନେ ରଖ, ଈଶ୍ୱର ଇଚ୍ଛାମୟ। ଈଶ୍ୱର ଆଦୌ ମଙ୍ଗଳମୟ ନୁହନ୍ତି, ସେ ଇଚ୍ଛାମୟ। ଦୈବ ଦୌଡ଼ି ମଣିଷ ଗାଇ, ଯେଣିକି ଟାଣଇ ତେଣିକି ଯାଇ। ତାଙ୍କ ଇଚ୍ଛାରେ ସେ ସୃଷ୍ଟି ତିଆରି କରିଛନ୍ତି। ସେ କାହାକୁ ଦଣ୍ଡିବେ, କାହାକୁ ଭଣ୍ଡିବେ, କାହାକୁ ତଣ୍ଡିବେ, ସେ ଇଚ୍ଛା ତାଙ୍କର। ସେ କ'ଣ କହିଲ? ଆରେ ଜଣେ ବାଲ୍ୟ ବିଧବା ଯୁବତୀ ନାରୀ ଯେତେବେଳେ ଦେଖିବ ତା ସମ୍ମୁଖରେ ପକ୍ୱ କେଶା, ଲଳିତ ଚର୍ମା, ବିଗତ ଦନ୍ତା, ଅତି ବୟସ୍କା ବୃଦ୍ଧା ନାରୀ ମଥାରେ ମେଞ୍ଚାଏ ସିନ୍ଦୁର ବୋଳି ନଈ ନଈ ମନ୍ଦିର ଯାଉଛି, ସେ ବିଧବା ଯୁବତୀକୁ କେମିତି ଲାଗିବ? ଏ ବିଧବା ଯୁବତୀ ପାଇଁ ଈଶ୍ୱର କ'ଣ ବ୍ୟବସ୍ଥା କଲେ, କି ମଙ୍ଗଳ ବ୍ୟବସ୍ଥା କଲେ? ଗରିବ ଲୋକଟିଏ, ତାର 6ଟା ଝୁଅ, ନିଜେ ଖାଇବାକୁ ପାଉନି, କିନ୍ତୁ ଧନୀ ଲୋକ ଘରେ ମେଞ୍ଚାଏ ପୁଅ। ତାର ସେ ଚାହୁଁଛି ମୋର ଝିଅଟିଏ ହୁଅନ୍ତା କି, ମୁଁ ଦାନ ଧର୍ମ କରନ୍ତି, ହେଉନି। ଏ କା ଇଚ୍ଛା? ତାଙ୍କ ଇଚ୍ଛା। ଜହ୍ନି ଫୁଲ କେତେ ହଳଦିଆ, ଜହ୍ନି ମଞ୍ଜି ଶୁଖିଗଲେ କେତେ କଳା। କଷି ସମୟରେ ଧଳା, ବୁଢ଼ା ହେଇଗଲେ କଳା। ଫୁଲ ହେଉଛି ହଳଦିଆ, ତାର ଲତା କେତେ ସବୁଜ। 4ଟା ରଙ୍ଗ, 4ଟା ରଙ୍ଗ। ପୁଣି ଶୁଖିଲା ଜହ୍ନିର ଉପର ରଙ୍ଗ ଏକଦମ ସ୍ୱତନ୍ତ୍ର। ଏସବୁ କା ଇଚ୍ଛାରେ ହେଉଛି? ଯେନ ଶୁକ୍ଳୀ କୃତା ହଂସି ଶୁକାଶ୍ଚ ହରିତି କୃତା ମୟୂରାଃ ଚିତ୍ରିତାଃ ଯେନ ସ ତେ ବୃତ୍ତି ବିଧାସ୍ୟତେ। ଯିଏ ହଂସକୁ ଧଳା, ଶୁଆକୁ ସବୁଜ, ମୟୂରକୁ ବିଚିତ୍ର କରିଛନ୍ତି, ସେଇ ତ ବିଧାତା। ସେ ସବୁ ଦେଖୁଛନ୍ତି, ଚକା ଆଖି ସବୁ ଦେଖୁଛି। ହଁ, ତେଣୁ ଆମ କର୍ମ ଉଚିତ ତ ଫଳ ଉଚିତ। ଯିଏ ନିଆଁ ଗିଳିବ ସେ ଅଙ୍ଗାର ଭୋଗିବ। କୁମ୍ଭ ରାଶି କଥା ଆଲୋଚନା କରୁଥିଲେ। 29 ରବିବାର କୁମ୍ଭ ରାଶିର ଏକ ସୌଭାଗ୍ୟବର୍ଦ୍ଧକ ଦିନ। ମାତ୍ର ଦିନ 2:40 ପରେ ଶତଭିଷା ନକ୍ଷତ୍ରର ଅଶୁଭ ସମୟ ଆସିବ। ଦିନ 2:35 ଯାଏ ବ୍ୟକ୍ତି ଭେଦରେ ଚରିତ୍ରାନୁସାରେ ବିବିଧ ଲାଭ ହେବ। ଏ ଲାଭ କେବଳ ଦାତା ଓ ଗ୍ରହୀତା ଜାଣନ୍ତି। 2:35 ପରେ ଆୟ ଅମଳ ପାଇଁ ମାର୍ଗ ପ୍ରଶସ୍ତ ହେବ। କୌଣସି ବାଧା ବନ୍ଧନ ନାହିଁ। କେବଳ ଉପଯୁକ୍ତ ବୁଦ୍ଧି ଓ ଶ୍ରମର ବିନିଯୋଗ କଲେ ଆଗେଇ ଯିବେ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ଏବେ ଆମେ ଗାୟତ୍ରୀ ପଢ଼ିବା ବୃନ୍ଦାବତୀଙ୍କର। ଓମ୍ ସତ୍ୟବତ୍यै ବିଦ୍ମହେ ନାରାୟଣ୍यै ଧୀମହି ତନ୍ନୋ ବୃନ୍ଦା ପ୍ରଚୋଦୟାତ୍। ଓମ୍ ସତ୍ୟବତ୍यै ବିଦ୍ମହେ
नारायण्यै धीमहि तन्नो बृंदा प्रचोदयात्। आमे पढ़िबा मीन राशि कथा। 29 तारीख रविवार मीन राशि पाई 24 घंटा शुभ समय रहिबो। 24 घंटा मीन राशि लोके शनिवार दिन 29 तारीख दिन अंत रविवार ना कौन रे पिले रविवार 29 तारीख रविवार एक कथा कह जाऊँ शनिवार कहीं कहल 29 तारीख रविवार 29 रविवार मीन राशि पाई 24 घंटा शुभ समय रहिबो। दिन 2:35 जाए विविध सूत्ररू मन लाखी सुख पाइबे। 2:35 जाए विभिन्न सूत्ररू मन लाखी सुख पाइबे। हेलो फोन आसीगला कौन कहले मोर लटरी उठी घरे बस खुशी है कि नहीं। हाँ विभिन्न सूत्ररू सुख पाइबे। समस्त संपर्क समस्त सह संपर्क घनीभूत हेबो। यही संपर्क ही आपण को विशेष आनंद दब। यही संपर्क पाई आपण जगी थिबा उपार्जन मिल करुथिबा उपार्जन पाई बहु व्यक्ति सहयोग करिवे। विभिन्न सूत्ररू आय भी हेबो अमल हेबो सफल हेबे। निज वृत्ति व्यवसाय सेवा चाकरी चाष व्यवसाय वाणिज्य आदि आपण को लाभ 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 देदेव। बहु दिन दीर्घ 8 दिन हेलाणी से माने बड़ कष्ट भोगुचंती को माने मीन राशि लोक माने। बस भल दिन 2:35 पर यही लाभ लक्षण द्विगुणित हो। दिन 2:40 पर उत्तर भाद्र नक्षत्र अशुभ हेबो। सुतरां आमे पारु पर्यंत चेष्टा करिबा सचिंता करिबा। भाई बंधु आज सबू देवादेवी देवदेवी विषय तो मुझे किसी कहली आशा करे कामर लगेबे मंगल हेबो। नमस्कार जय हो।